प्रणाम। मु आज पवित्र सत्य दर्शन कार्यक्रम को आपण मन को स्वागत जनाऊँगी। आज अध्याय आमे माने ईश्वर कहीं आमको सुंदर धरारे जन्म देइछन्ति ताहा पुणी मनुष्य रूप से प्रसंग रे आज आलोचना करिबा। श्रोता बंधु, आमे माने समस्ते जानिछन्ति जे ईश्वर भगवान तांकर सृष्टि रे अनेक जीवजंतु निर्जीव वस्तु सबु किछि को तैयारी करिछन्ति। निज निजर वैशिष्ट्य अनुजाई धरा पृष्ठ रे से माने समस्ते निजर अस्तित्व को बजाय रखिया को चेष्टारत हेउछन्ति। एथि मध्यरे आमे मनुष्य मानव तार अस्तित्व तार वैशिष्ट्य विषय आमे माने समस्ते जानी रखिबा दरकार। संसार रे अनेक जीवजंतु अनेक निर्जीव वस्तु थिले मध्य भगवान आमको ए दिव्य तनु ए मनुष्य तनु रे सृष्टि करिथिबार तांकर महत उद्देश्य कौन अछि ताहा आजिर प्रासंगिकता हेबा निहाती जरूरी। आमे माने हमर चतुर्पार्श्व थिया परिवेश को जदि आमे भल भाव निरीक्षण करती ताले आमे देखिया को पाइबा जे ईश्वरंकर जो सृष्टि पशु पक्षी इत्यादि सेमानकर जहाँ वैशिष्ट्य ईश्वर प्रदत्त जहाँ गुण से माने बजाय रखिछन्ति, किंतु अन्य पटरे स्रष्टांकर सर्वोत्तम सृष्टि बोलौथुआ मनुष्य मानव तार वैशिष्ट्य को हरई बसिछि। एठी अन्य एक प्रसंग दिगरे आमे आलोचना कले ए प्रसंग टिके अति सहज बुझा पड़िबो। मानव ईश्वरंकर प्रतिछवि होई धराधाम को आसीछि। वर्तमान ए अति आधुनिक जुगरे मनुष्य तार बर्बरता अमानवीयता को चरम सीमा रे पहुँची सारिलानी। यह कण ईश्वरंकर मनुष्य को यही धराधाम को पठेबार उद्देश्य। आज मनुष्य ता मन को जहाँ आसुछि ता निर्विचार रे करि चलिछि। पाप पुण्य धर्म अधर्म भल मंद किछिर विचार करू नाही। ए सब परिप्रेक्षी रे समाजर अनेक तथाकथित गुणीज्ञानी विज्ञ प्राज्ञ समाज सचेतक अनेक प्रकारर चिंता मग्न हई मध्य वास्तव क्षेत्र रे तार कौनसी प्रभाव समाज उपरे पड़ू नाही। समस्त को ज्ञान दउथुवा लोक आज अज्ञान पालटि जाइछि। ए क्षेत्र रे ईश्वर को गोटे बाणी
ଯେ ମନ ଇଚ୍ଛା ଯାହା କଲେ ତାହା କିନ୍ତୁ ଚଳିବ ନାହିଁ। ଭଲ ଛଡ଼ା ମନ୍ଦ କଲେ ପରିସ୍ଥିତି ଛାଡ଼ିବ ନାହିଁ। ଏ ବାଣୀକୁ ବର୍ତ୍ତମାନ ମଣିଷ ବୁଝିବା ଦରକାର, ପ୍ରତିପାଳିତ କରିବା ଦରକାର। ଟଙ୍କା ପଇସାର ପ୍ରତିଷ୍ଠାର ଅହଙ୍କାର ନେଇ ଆଜି ମାନବ ଯେପରି ଭାବରେ ଧ୍ୱଂସ ଆଡ଼କୁ ଗତି କରୁଛି, ତ ଈଶ୍ୱରଙ୍କର ସେଇ ଅମୃତ ବାଣୀ ଅନୁଯାୟୀ ଆମେ ଯଦି ଦେଖିବା, ଆଗାମୀ ଦିନରେ ହୁଏତ ମଣିଷର ବୁନିଆଦିଟା ନଷ୍ଟ ହୋଇଯାଇପାରେ। ଏଥିଲାଗି ଅନେକ ଚିନ୍ତାନାୟକ ଅନେକ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତଥାପି ମଣିଷ ଏଇ କର୍ମ ପ୍ରତି, ଏଇ ଧର୍ମ ପ୍ରତି କୌଣସି ପ୍ରକାରର ନଜର ରଖୁନାହିଁ। ଟଙ୍କା ଆଜିର ପାର୍ଥିବ ସମାଜରେ ଅର୍ଥ ସର୍ବସ୍ୱ ଜୀବନଯାପନ କରୁଛି ମଣିଷ। ଅର୍ଥ ହିଁ ତା'ର ସବୁକିଛି। ଅର୍ଥ ଥିଲେ ସେ ଜଗତକୁ ଜିତିପାରିବ ବୋଲିକି ଅପଚେଷ୍ଟା କରୁଛି। ଇତିହାସ ପ୍ରମାଣ କରେ, କଳିଙ୍ଗ ଯୁଦ୍ଧରେ ଐର ଖାରବଳ ରକ୍ତର ନଦୀ ଦୟାନଦୀ ପାଲଟିଥିଲା। ଅଶୋକଙ୍କୁ, ସମ୍ରାଟ ଅଶୋକଙ୍କୁ ପଚରା ଯାଇଥିଲା ଯେ ଆପଣ ଏତେ ବଡ଼ ଯୁଦ୍ଧର ସମ୍ମୁଖୀନ ହେଲେ, ବିଜୟ ବି ଲାଭ କଲେ, ଆପଣଙ୍କର ଅନୁଭୂତିଟା କ'ଣ ଅଛି? ଉତ୍ତରରେ କହିଥିଲେ, ଏ ରକ୍ତପାତ, ରକ୍ତର ନଦୀ ଏସବୁ ନେଇକି ପ୍ରକୃତରେ ବିଜୟ ଲାଭ ସମ୍ଭବ ନୁହେଁ। ତାହେଲେ ମଣିଷ ଆଜି ଯେଉଁ ଟଙ୍କାର ପ୍ରଲୋଭରେ ପଡ଼ି ଅର୍ଥ ପିପାସୁ ହୋଇ ଧର୍ମ ଅଧର୍ମ ରକ୍ତର ହୋଲି ଖେଳୁଛି, ତାହା କ'ଣ ପ୍ରକୃତ ମଣିଷପଣିଆର ନିଦର୍ଶନ? ପ୍ରକୃତ ମଣିଷ ସମାଜର ବିଜୟ? ଅନେକ ମହର୍ଷି, ଅନେକ ବେଦ, ଅନେକ ଧର୍ମଗ୍ରନ୍ଥ ଏହାକୁ କ'ଣ ସମ୍ମତ ପ୍ରଦାନ କରିଛନ୍ତି? ତ ମଣିଷ ଆଜି ନିଜ ଭାଗ୍ୟ ନିଜେ ହାତରେ ଲେଖୁଛି, ନିଜକୁ ନିଜେ ସ୍ରଷ୍ଟା ବୋଲାଉଛି, ନିଜେ ସବୁକିଛିର ମାଲିକ ବୋଲି ଭାବୁଛି। ଏଠି ଦୁଇଟି କଥା ଉପସ୍ଥାପନା କରାଯାଇପାରେ। ଭଗବାନ କହିଥିଲେ, କଳିଯୁଗରେ ଦୁଇଟି ଜିନିଷ ଠାରୁ ଯଦି ଦୂରରେ ରହିପାର, ତେବେ ସମାଜରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସିବ। ସେ ଦୁଇଟି ଜିନିଷ ହେଲା କାମିନୀ ଆଉ କାଞ୍ଚନ। ବର୍ତ୍ତମାନ ଆପଣମାନେ ସମସ୍ତେ ନଜର କରନ୍ତୁ, ସମାଜରେ ଯାହା କିଛି ଘଟଣା ଦୁର୍ଘଟଣା ଘଟୁଛି, ତା'ର ମୂଳରେ ଥିବ କାମିନୀ କିମ୍ବା କାଞ୍ଚନ।
କାମିନୀ କାଞ୍ଚନ ଠାରୁ ଯେତିକି ଦୂରରେ ରହିପାରିବା ସମାଜରେ ସେତିକି ଶାନ୍ତିରେ ରହିବାର ଅଧିକାର ଆମେ ପାଇପାରିବା। ଏଠି ପ୍ରଶ୍ନ ଉଠିପାରେ, ଯଦି ଟଙ୍କା ନଥାଏ ତାହେଲେ ମଣିଷ ବଞ୍ଚିବ କେମିତି, ଚଳିବ କେମିତି ସମାଜରେ? ଏ ପରିପ୍ରେକ୍ଷୀରେ କୁହାଯାଇପାରେ, ଏ ପାର୍ଥିବ ଜଗତରେ ମଣିଷ ତା'ର ନିତ୍ୟକର୍ମ ଭିତର ଦେଇ ସାଂସାରିକ କର୍ମଜଞ୍ଜାଳ ଦେଇ ବଞ୍ଚିବାକୁ ହେଲେ ତା ପାଇଁ ଆଜିର ପ୍ରୟୋଜନ ଅନୁସାରେ କିଛି ପରିମାଣର ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ଟଙ୍କା ସର୍ବସ୍ୱ ଜୀବନଯାପନ କରିବା ଏହା ବିପଦକୁ ଟାଣି ଆଣେ। ଟଙ୍କା ପାଇଁ ସବୁ କିଛି ତ୍ୟାଗ କରିବା, ଟଙ୍କା ପାଇଁ ଧର୍ମ ଅଧର୍ମ, ମାନବୀୟ ଅମାନବୀୟ, ମାନବିକତା ଅମାନବିକତାର ଇତ୍ୟାଦି ବିଚାରକୁ ନ ନେବା, ଏହା ମୂର୍ଖାମିର ପରିଚୟ ଅଟେ। ଟଙ୍କା ସବୁ କିଛି ଦେଇପାରେ ନାହିଁ। ଯଦି ଟଙ୍କା ମଣିଷକୁ ସବୁ କିଛି ଦେଇପାରିଥାନ୍ତା ତାହେଲେ ଆଜିର ତଥାକଥିତ ଧନୀ ଲୋକମାନେ, ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ, ପ୍ରତିଷ୍ଠିତ ଲୋକମାନେ ରାତିରେ ଶୋଇଲା ବେଳେ ନିଦ ବଟିକା କାହିଁ ଖାଆନ୍ତି? ସେମାନଙ୍କ ପାଖରେ ଏତେ ଟଙ୍କାର ଅଭାବ ନାହିଁ, ଗଦା ଗଦା ଟଙ୍କା, ବ୍ୟାଙ୍କ ବାଲାନ୍ସ। ତାହେଲେ ସେମାନେ ରାତିରେ ସୁଖ ନିଦ୍ରା ପାଆନ୍ତି ନାହିଁ କାହିଁକି? ତେଣୁ ଟଙ୍କାର ଆବଶ୍ୟକତା ଅଛି ଜୀବନ ଚର୍ଚ୍ଚା କରିବା ପାଇଁ, କିନ୍ତୁ ତାହା ଟଙ୍କା ସର୍ବସ୍ୱ ଜୀବନ ସମାଜ ପାଇଁ ବିପଦ ଅଟେ। ଏଠି ଆଉ ଗୋଟିଏ କଥାରେ ଆମେ ଆଲୋଚନାକୁ ଆଗକୁ ନେବା। ସମାଜରେ ଅନେକ ପୂଜା ପର୍ବ, ଯଜ୍ଞ ଅନୁଷ୍ଠାନ ସବୁର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗଳି କନ୍ଦି ପୁର ପଲ୍ଲୀରେ ପ୍ରତ୍ୟେକ ଦିନ ପୂଜା ପର୍ବ, ଯଜ୍ଞ ଅନୁଷ୍ଠାନ ସବୁ ବଢ଼ି ବଢ଼ି ଚାଲିଛି। ଏସବୁ ମଣିଷକୁ ବହୁତ ଶାନ୍ତି ଦିଏ, ସମାଜରେ ପରିବର୍ତ୍ତନ ଆଣେ ବୋଲି ମଣିଷ ବର୍ତ୍ତମାନ ତାହା କରିଚାଲିଛି। ଏଠି ଗୋଟିଏ ପ୍ରଶ୍ନ ଉଠିପାରେ, ଯଦି ଏସବୁ କରିବା ଦ୍ୱାରା ମଣିଷ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସମାଜରେ ପରିବର୍ତ୍ତନ ଆସିବ, ତାହେଲେ ଆଜିର ସମାଜରେ ଯଜ୍ଞ ଅନୁଷ୍ଠାନ, ପୂଜା ପର୍ବର ତ ଅଭାବ ନାହିଁ। ତାହେଲେ ସମାଜର ଅଧୋଗତି ଦିନକୁ ଦିନ ହେଉଛି କାହିଁକି? ଲୋକମାନଙ୍କ ଭିତରେ ପାଶବିକତା, ବର୍ବରତା ଆସୁଛି କାହିଁକି? ଲୋକମାନେ ଅବାଟରେ ଯାଉଛନ୍ତି କାହିଁକି? ସମାଜରେ ଅଶାନ୍ତିର ଲହରୀ ସୃଷ୍ଟି ହେଉଛି କାହିଁକି? ଏହା ଚିନ୍ତାର ବିଷୟ, ସମାଲୋଚନା କରିବାର ବିଷୟ, ଅନୁଶୀଳନ କରିବାର ବିଷୟ। ସମାଜରେ ଶାନ୍ତି ପ୍ରତିଷ୍ଠା, ସମାଜରେ ପରିବର୍ତ୍ତନ ଆସିବା ପାଇଁ ଯଜ୍ଞ ଅନୁଷ୍ଠାନ, ପୂଜା ପର୍ବର ଆବଶ୍ୟକତା ରହିଛି। କିନ୍ତୁ ତାହା ସମାଜରେ ନ ହେବାର କାରଣ ଏହା, ପ୍ରକୃତ ପକ୍ଷରେ ପୂଜା ପର୍ବର ଉଦ୍ଦେଶ୍ୟ ଯାହା, ତାକୁ ମଣିଷ ଆଜି ବୁଝିନି। ନିଜର ପ୍ରତିଷ୍ଠା, ଅହଙ୍କାର
କୁ ସାବ୍ୟସ୍ତ କରିବାକୁ ଯାଇ ସେ ଆମ୍ୟୁଜମେଣ୍ଟକୁ ପାଥେୟ କରି ବର୍ଷକ ମଧ୍ୟରେ ନାନା ପ୍ରକାରର ପୂଜା ପର୍ବ କରେ। ସେହି ସମୟରେ ନିଜକୁ ବଡ଼ ଭକ୍ତ, ଭଲ ମଣିଷର ପରିଚୟ ଦେବା ପାଇଁ ଚେଷ୍ଟା କରେ। ପରବର୍ତ୍ତୀ ସମୟରେ ନିଜର ପାଶବିକତା, ନିଜର ଅନ୍ତର୍ନିହିତ ବର୍ବରତାକୁ ସେ ଚାଲୁ ରଖେ। ଶ୍ରୋତାବନ୍ଧୁ, ପ୍ରକୃତରେ ପୂଜା ଶବ୍ଦର ଅର୍ଥ ଆମେ ବୁଝିଛନ୍ତି ତ? ପୂଜା ଶବ୍ଦର ଅର୍ଥ ପ୍ରକୃଷ୍ଟ ହୋଇ ଉଠିବା। ଯଦି ଆମେ ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ବୁଦ୍ଧିଦାତା ଶ୍ରୀ ଗଣେଶଙ୍କର କଥାକୁ ଆଲୋଚନା କରିବା, ତାହେଲେ ଆମେ ସହଜରେ ବୁଝିପାରିବା। ବିଶ୍ୱ ପରିକ୍ରମା ପ୍ରତିଯୋଗିତାରେ ଯେତେବେଳେ ମହାପ୍ରଭୁ ବିଦ୍ୟାଦାତା ଗଣେଶକୁ ସାମିଲ କରାଗଲା, ସେତେବେଳେ ଭଗବାନ ଶିବ ଓ ମା ପାର୍ବତୀଙ୍କର ଜ୍ୟେଷ୍ଠ ପୁତ୍ର ପ୍ରଭୁ କାର୍ତ୍ତିକେୟ ନିଜର ବାହନକୁ ଧରି ବିଶ୍ୱ ପରିକ୍ରମାରେ ବାହାରି ପଡ଼ିବା ବେଳେ ପ୍ରଭୁ ଶ୍ରୀ ଗଣେଶ ଏ ସଂସାରର, ଏ ଦିନ ଜଗତର ଯିଏ ମାଲିକ, ନିଜର ପିତାମାତା, ବିଶ୍ୱ ବ୍ରହ୍ମାଣ୍ଡର ପ୍ରତୀକ ବୋଲି ମନରେ ଭାବି ସେତେବେଳେ ସେ ନିଜ ପିତାମାତାଙ୍କ ଚତୁଃପାର୍ଶ୍ୱରେ ବୁଲି ଆସିଥିଲେ। ଏହି କଥାରୁ ଆମେ ଶିଖନ୍ତି ଏଇଆ ଯେ ପିତାମାତା ହେଉଛନ୍ତି ଆମ ପାଇଁ ଜୀବନ୍ତ ଦେବତା। ତାଙ୍କଠାରେ ଭକ୍ତି ରଖିବା ଅର୍ଥ ସମସ୍ତ ଠାକୁରଙ୍କର ଆଶୀର୍ବାଦ ପାଇବା ନିଶ୍ଚିତ ହୋଇପଡ଼େ। ପିତାମାତାଙ୍କର କଥା ଆକଟ ଉପଦେଶକୁ ଆଜିର ଏଇ ମଣିଷ ମାନୁଛି ତ? ବର୍ତ୍ତମାନ ସମାଜରେ ଦେଖାଯାଉଛି ପିତାମାତା ଆଜିକା ସମୟରେ ଅଲୋଡ଼ା ହୋଇ ଉଠିଛନ୍ତି। ଯେମିତି ଗୋଟିଏ ବର୍ଜ୍ୟବସ୍ତୁ ଘରେ ରଖିବା ପାଇଁ ଆମେ ବର୍ଜ୍ୟବସ୍ତୁ କୁଣ୍ଡ ବା ଡଷ୍ଟବିନ୍ ରଖିଥାନ୍ତି, ସେହିପରି ସମାଜରେ ତଥାକଥିତ ଶିକ୍ଷିତ ବୋଲାଉଥିବା, ତଥାକଥିତ ପ୍ରତିଷ୍ଠିତ ବୋଲାଉଥିବା ଆଜିର ଅତି ଆଧୁନିକ ମଣିଷ ନିଜର ଜନ୍ମଦାତା ଈଶ୍ୱର ଭଗବାନ ପ୍ରତିମ ପିତାମାତାଙ୍କୁ ସମାଜର ଡଷ୍ଟବିନ୍ ଭାବି, ସମାଜର ବର୍ଜ୍ୟବସ୍ତୁ ଭାବି ବୃଦ୍ଧାଶୟକୁ ପଠାଇ ଦେଉଛି। ଏଇଭଳି ମାନସିକତା ଥିବା ଦମ୍ପତିମାନଙ୍କ ଠାରୁ ସମାଜକୁ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ସନ୍ତାନ ଜନ୍ମ ହେବା ଅସମ୍ଭବ। ବର୍ତ୍ତମାନ ଆମେମାନେ ଯାହା ବି କରୁଛନ୍ତି ନିଜର ମନ ମାଫିକ କରୁଛନ୍ତି, ବିବେକର ଅନୁସରଣ କରୁନାହାନ୍ତି। ପ୍ରତ୍ୟହ ଆମେ ଆମର ରୂପ ସଜେଇବା ପାଇଁ ମଣିଷର ଦେହ ମୁହଁରେ କୌଣସି ଯଦି
କିଛିଟା ଲାଗିଥାଏ ତାକୁ ଠିକ୍ କରିବା ପାଇଁ ସଜାଇବା ପାଇଁ ଆମେ ଦୈନିକ ଗୋଟିଏ ଆଇନା ପାଖରେ ଆମେ ନିଜକୁ ସଜାନ୍ତି। ତ ଏତେ ବଡ଼ ଜୀବନ, ଏତେ ବଡ଼ ଦିବ୍ୟ ଜୀବନ ଆମେ ପାଇଛନ୍ତି। ଜୀବନରେ ଅନେକ ପ୍ରକାରର ବାଧା ବିପତ୍ତି ଭୁଲ ଇତ୍ୟାଦିର ସମ୍ମୁଖୀନ ଆମକୁ କରିବାକୁ ପଡ଼େ। ତ ସେସବୁ ଭୁଲ, ସେସବୁ ବାଧା ବିପତ୍ତିକୁ ଅତିକ୍ରମ କରିବା ପାଇଁ, ଆମ ଜୀବନ ରାସ୍ତାରୁ ଦୂରେଇବା ପାଇଁ, ଅର୍ଥାତ୍ ଆମେ କେଉଁଟା ଭୁଲ କେଉଁଟା ଠିକ୍ ଆମ କର୍ମ ଅନୁସାରେ ଆମେ ତାହାକୁ ପରଖିବା ପାଇଁ ଆମ ଜୀବନରେ ଆମେ ଜଣେ ଆଇନା ସଦୃଶ ଜୀବନ କେନ୍ଦ୍ରିକ କାହାକୁ ବାଛିଛନ୍ତି ତ, ଯାହାକୁ ଦେଖି ଆମେ ଆମ ଜୀବନରେ କର୍ମ ଆମର ଠିକ୍ କିମ୍ବା ଭୁଲ ହେଉଛି, ଜୀବନଟାକୁ ଆମେ ସୁନିୟନ୍ତ୍ରିତ କରି ଉତ୍ତମ ମାର୍ଗରେ ପରିଚାଳିତ କରୁଛନ୍ତି କି ନାହିଁ ଜାଣିବା। ଏମିତି ଏକ ମାଲିକର, ଏମିତି ଏକ ପୁରୁଷଙ୍କର, ଏମିତି ଏକ ପ୍ରାଣକେନ୍ଦ୍ରଙ୍କର ଆମେ ପରିଚୟ ପାଇଛନ୍ତି ତ, ଯାହାକୁ ନେଇ ଆମେ ନିଜକୁ ସଜେଇବା, ଯାହାକୁ ନେଇ ଆମେ ଜୀବନ ରାସ୍ତାରେ ଆଗକୁ ଆଗେଇବା। ଏସବୁର ପ୍ରୟୋଜନ ଅଛି କି ନାହିଁ? ଦର୍ଶକ ବନ୍ଧୁ, ଏସବୁର ଏ ଦୁନିଆରେ ନିହାତି ଆବଶ୍ୟକ ଅଛି। କୁହାଯାଇପାରେ ଈଶ୍ୱର ମନ୍ଦିରରେ, ଈଶ୍ୱର ଦେଉଳରେ ଅଛନ୍ତି ଆଉ ସମସ୍ତେ ଜାଣନ୍ତି। ମନ୍ଦିରକୁ ଗଲେ କିଛି ସମୟ ପାଇଁ ଈଶ୍ୱରଙ୍କର ସାନ୍ନିଧ୍ୟ ପାଇବା ପାଇଁ, ମନରେ ଶାନ୍ତି ଆସିବା ପାଇଁ ଆମେ ଆମ ସମୟକୁ ଅତିବାହିତ କରନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଆମର ମନ ମାଫିକ ଆମକୁ ଯାହା ସୁହାଉଛି ତାହା ପୁଣି କରିଚାଲନ୍ତି। ଯେତିକି କୋଡ଼ିଲେ ସେତିକି ମାଡ଼ିଲେ, ଅର୍ଥାତ୍ ପ୍ଲସ୍ ମାଇନସ୍ ଜିରୋ, ଆମର କିଛି ହେଲାନି। ଜଣେ ଗାଁ ଗହଳିରେ ଆଜିର ସମାଜରେ ବିଭିନ୍ନ ଯୁବବର୍ଗ ବିଭିନ୍ନ ପୂଜା ପର୍ବ ଅନୁଷ୍ଠାନ କରୁଛନ୍ତି, ତାକୁ ଦେଖି ନିଜକୁ ସଜାଉଛନ୍ତି। କଥା ଗୋଟେ, ଯଦି ବିଦ୍ୟାଦାତା ଗଣେଶଙ୍କର ପୂଜା ଅର୍ଚ୍ଚନା ଆମେ କରନ୍ତି, ତାହେଲେ ଆମେ ତ ବୁଦ୍ଧିର ମାଲିକ ହୁଅନ୍ତି, ବୁଦ୍ଧିର ଅଧିକାରୀ ହୁଅନ୍ତି। ତାହେଲେ ଗଣେଶଙ୍କର ପୂଜା ଅର୍ଚ୍ଚନା କରିବା ପରେ ଆମେ ଦିନକୁ ଦିନ ନିର୍ବୋଧ କାହିଁ ହେଉଛନ୍ତି, ଅଜ୍ଞାନ କାହିଁ ହେଉଛନ୍ତି? ତାର କାରଣ ହେଲା, ଆମେ ଶ୍ରୀ ଗଣେଶଙ୍କ ପୂଜାକୁ ବାଦ ଦେଇ, ପୂଜାର ପ୍ରକୃତ ଉଦ୍ଦେଶ୍ୟକୁ ବାଦ ଦେଇ ଆମେ ଆମ ମନ ମାଫିକ ବିଭିନ୍ନ ପ୍ରକାରର ସାଜସଜା, ମଦ୍ୟପାନ, ଡିଜେ ଏସବୁରେ ମତୁଆଲା ହୋଇ ଉଠନ୍ତି। ପୂଜାର ପ୍ରକୃତ ଆଶୀର୍ବାଦ ଠାରୁ ଆମେ ଅନେକ ଦୂରକୁ ଚାଲିଯାଆନ୍ତି। ଯାହା ପୂଜା କଲେ ସେ ପୂଜା ଆମ ଦେହରେ ପ୍ରତିଫଳିତ ହେଲା ନାହିଁ, କିନ୍ତୁ ଆମେ ପୂଜା କରି ଚାଲନ୍ତି। ଏସବୁ
ଯଦି ବର୍ଷ ବର୍ଷ ଧରି କରାଯାଏ, ଏଇଭଳି ମନୋବୃତ୍ତି ନେଇ ଯଦି ଆମେ ବର୍ଷ ବର୍ଷ ଧରି କରନ୍ତି, ଆମେ କେବେ ମହାପ୍ରଭୁ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ଲାଭ କରିପାରିବା ନାହିଁ। ପ୍ରତ୍ୟେକ ଜିନିଷର ଗୋଟେ ମୂଳ ଉଦ୍ଦେଶ୍ୟ ଥାଏ। ଯେପରି ଆପଣଙ୍କୁ ଭୋକ ଲାଗିଲେ ଖାଦ୍ୟର ଆବଶ୍ୟକତା ରହିଛି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣଙ୍କୁ ପଢ଼ିବାର ଆବଶ୍ୟକତା ରହିଛି। ତେଣୁ ଆପଣ ଯାହା ବି କର୍ମ କରନ୍ତୁ, ତା'ର ପ୍ରତିଫଳନ ହେବାଟା ନିଶ୍ଚୟ। ଜଣେ ଭଲ କର୍ମ କଲା, ତା'ର ପ୍ରତିଫଳନ ସେ ଭଲ ପାଇବ। ଜଣେ ଖରାପ କର୍ମ କଲା, ତା'ର ପ୍ରତିଫଳନ ମଧ୍ୟ ସେ ଖରାପ ଭାବରେ ପାଇବ। କିଛି ଆଜ୍ଞା ଆକାଶରୁ ଗଳିବନି। ସବୁଯାକ କର୍ମ ଆମର ପରବର୍ତ୍ତୀ ସମୟରେ ଆମକୁ ଭାଗ୍ୟ ରୂପରେ ମିଳିବ। ତେଣୁ ଆଜିର ସମାଜରେ ଏ ଅତି ଆଧୁନିକ ଚାକଚକ୍ୟ, ପରକୁ ଦେଖି ନିଜକୁ ସଜେଇ ହେବାର ଅପଚେଷ୍ଟା ପରିମାଣ ଦିନେ ଦିନେ ବଢ଼ି ବଢ଼ି ଚାଲିଛି। ତଥାକଥିତ ଗୁଣିଗାନି ଲୋକମାନେ ଅନେକ ପ୍ରକାରର ସମାଧାନ ବାଟ କୁହନ୍ତି, କିନ୍ତୁ ତାହାକୁ ମଣିଷ ନିଜ ଜୀବନରେ ପ୍ରତିଫଳିତ କଲେ ତ କିଛି ମିଳିବ। ଗୋଟିଏ ଅସହାୟ ଲୋକକୁ ଯଦି ତା'ର ଆବଶ୍ୟକ ମୁତାବକ ଯାହା ଆବଶ୍ୟକ ରହିଛି ତା ପାଇଁ ଆମେ କିଞ୍ଚିତ ମାତ୍ରାରେ ଯଥା ସାମର୍ଥ୍ୟ ଯୋଗାନ୍ତି, ତାହେଲେ ସେ ଲୋକଟିର ମୁହଁରେ ହସ ଫୁଟି ଉଠିବ ଏବଂ ଆପଣଙ୍କୁ ଶତ ଧନ୍ୟବାଦ ଅର୍ପଣ କରିବ। ସମାଜରେ ବହୁତ ଏମିତି ଅସହାୟ ଅବହେଳିତ ଲୋକ ଅଛନ୍ତି, ଯେଉଁମାନେ ମୁଖ୍ୟ ସ୍ରୋତରୁ ବହୁତ ଦୂରରେ। ଅନ୍ୟପଟରେ ନିଜକୁ ପ୍ରତିଷ୍ଠିତ ସମ୍ଭ୍ରାନ୍ତଶାଳୀ ଧନଶାଳୀ ବ୍ୟକ୍ତି, ସେମାନଙ୍କର ନଜର କିନ୍ତୁ ନିଜ ପ୍ରତିଷ୍ଠା ଉପରେ। ସେମାନେ ଭାବନ୍ତି ଆପେ ବଞ୍ଚିଲେ ବାପର ନାଁ। ଆଜ୍ଞା, ଏ ଆପେ ବଞ୍ଚିଲେ ବାପର ନାଁ, ଏଇ ଯେଉଁ କଥାଟା ପୁରାତନ କାଳରୁ ଆମେ ଶୁଣିବାକୁ ପାଉଛନ୍ତି, ତା'ର ଅର୍ଥକୁ ଆମେ ଠିକ୍ ଭାବରେ ବୁଝିଛନ୍ତି ତ? ନିଜେ ଠିକ୍ ହୋଇ ଅନ୍ୟକୁ ଠିକ୍ କରାଇ ପାରିଲେ ତାହେଲେ ଯାଇ ସମାଜର ମଙ୍ଗଳ ସମ୍ଭବ। ମୁଁ ସିଗାରେଟ୍ ପିଉଛି, ମଦ୍ୟପାନ କରୁଛି, ଯଦି ସେହି ପରିପ୍ରେକ୍ଷୀରେ ମୁଁ ଅନ୍ୟ ଜଣକୁ ସିଗାରେଟ୍ ପିଇବା, ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ଉପଦେଶ ଦିଏ, ତାହାର କୌଣସି ପ୍ରଭାବ କାହା ଉପରେ ପଡ଼ିବ ନାହିଁ। ତେଣୁ ନିଜେ ପ୍ରଥମେ ଠିକ୍ ହେବା ଦରକାର, ନିଜେ ପ୍ରଥମେ ସଂସ୍କାରିତ ହେବା ଦରକାର, ନିଜେ ପ୍ରଥମେ ମାନବୀୟ ମଣିଷପଣିଆର ଅଧିକାରୀ ହେବା ଦରକାର। ସେଥିପାଇଁ କୁହାଯାଏ, ଫାଷ୍ଟ ଚାର୍ମିଂ ବିଗିନ୍ସ ଆଟ୍ ହୋମ୍। ତେଣୁ ଆଜିର ସମାଜରେ ମଙ୍ଗଳ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜଣେ ଭଲ ମଣିଷ ଭାବରେ ସେବାକୁ ପ୍ରଥମ ପାହାଚ କରିବା ଆବଶ୍ୟକ। ନିଜର ବାହାଦୁରୀ ପ୍ରତିଷ୍ଠିତା ଆଉ ସୁନାମ ଅର୍ଜନ କରିବା ଉଦ୍ଦେଶ୍ୟରେ ଯେଉଁ ସେବା କରାଯାଏ, ତାହା ସେବାର ଅପଳାପ ଅଟେ। ପ୍ରକୃତ ସେବା ସେଠି ନଥାଏ। ନିଃସ୍ୱାର୍ଥପର ନିଜର ହୃଦୟରୁ ଯେଉଁ ସେବା
ନିଷ୍କୃତ ହୁଏ ତାହା ସମାଜରେ ଅନେକ ପରିବର୍ତ୍ତନ ଆଣେ। ଆଉ ସେଠି ଈଶ୍ୱରଙ୍କର ଆଶୀର୍ବାଦ ଝରି ଉଠେ। ଆସନ୍ତୁ, ଆଜି ତ ସମୟ ହୋଇଯାଇଛି। ସମାଜର ଏ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତ, ଧ୍ୱଂସର ତାଣ୍ଡବ ଲୀଳା ଚାରିଆଡ଼େ ବିଦ୍ୟମାନ। ଏହି ସମୟରେ ଆମେ ଆମର ସାମର୍ଥ୍ୟ ଅନୁଯାୟୀ ସେବାମୁଖୀ ହେବା, ସମାଜରେ ସେବାକୁ ପ୍ରାଧାନ୍ୟ ଦେବା, ସମାଜରେ ଲୋକଙ୍କ ମୁଖରେ ହସ ଫୁଟେଇ ଉଠିବା, ନିଜେ ମଣିଷ ଜୀବନ ପାଇଥିବା ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଏବଂ ଈଶ୍ୱରଙ୍କର ଯୋଗ୍ୟ ସନ୍ତାନ ହେବାର ଯୋଗ୍ୟତା ଅର୍ଜନ କରିବା ଆଉ ଈଶ୍ୱରଙ୍କର ମନଲାଖି ମଣିଷଟିଏ ହୋଇ ଗର୍ବ ଅନୁଭବ କରିବା। ଏତିକିରେ ଆଜିର ଅଧ୍ୟାୟକୁ ବିରାମ ଦେଉଛି। ଆଗାମୀ ଅଧ୍ୟାୟରେ ପୁଣି ଦେଖା ହେବ। ରହୁଛି। ପ୍ରଣାମ।